ଭକ୍ତି, ବିଶ୍ୱାସ ଓ ଚରିତ୍ରର ସମ୍ପଦ ଥିଲେ ସାଧାରଣମାନେ ବି ଅସାଧାରଣ ହୋଇ ଉଠନ୍ତି। ଯୀଶୁଖ୍ରୀଷ୍ଟଙ୍କ କଥା ଦେଖନ୍ତୁ। କେତେଜଣ କେଉଟ ମାଛ ଧରାଳୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। କୃଷ୍ଣ ଠାକୁରଙ୍କୁ ଦେଖନ୍ତୁ। ପ୍ରଥମ ସାଙ୍ଗସାଥୀ ଥିଲେ ସବୁ ଗାଈଆଳ ବାଳକ। ହନୁମାନଙ୍କୁ ଦେଖନ୍ତୁ, ସେ ପୁରୁଷୋତ୍ତମ ରାମଙ୍କ ସଂସ୍ପର୍ଶରେ ମହାନ ହେଇଥିଲେ। ଅସଲ ଜିନିଷ ହେଲା ଯୋଗ, ଅର୍ଥାତ୍ ଇଷ୍ଟଙ୍କ ପ୍ରତି ଭକ୍ତି, ଭଲ ପାଇବା ଓ ଅନୁରାଗ। ସେଇ ନିଶା ଏତେ ବଢ଼ିଯାଏ, ସେତେ ହିଁ ଦେଖେ ଭିତରେ ବାହାରେ ଯେକୌଣସି ବାଧା ଆସୁନା କାହିଁକି ତା ଦେଇ ଇଷ୍ଟଙ୍କ ସ୍ୱାର୍ଥ ଓ ପ୍ରତିଷ୍ଠା କେତେ ଦୂର ହାସଲ କରିପାରେ। ମଣିଷ ଯେତେ ଆଦର୍ଶରେ ମୁଗ୍ଧ ରହେ, ତାର ଆଳାପ ଆଲୋଚନା, ସେବାଚର୍ଯ୍ୟା, ଲୋକ ବ୍ୟବହାର, ପରିସ୍ଥିତି ଓ ପରିବେଶର ପ୍ରୟୋଜନ ଅନୁଯାୟୀ ନିତ୍ୟ ନୂତନ ଭଙ୍ଗୀରେ ଆତ୍ମପ୍ରକାଶ କରି ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ଅଭିସାରରେ ଅଗ୍ରସର ହୁଏ। ଲୋକେ ଯେତେ ଦେଖନ୍ତି ସେତେ ମୁଗ୍ଧ ହୋଇଥାନ୍ତି। ତା ମଧ୍ୟରେ ଅଭିଜ୍ଞତା, ଜ୍ଞାନ ଏବଂ ପ୍ରଜ୍ଞା ଜାଗି ଉଠେ।